ଆଜି ମୋ କବିତାର ଶୀର୍ଷକ ଶୀତଳ ଷଷ୍ଠୀ। ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଶିବ ପାର୍ବତୀଙ୍କ ପରିଣୟ ବରଯାତ୍ରୀ ଧରି କୈଳାସରୁ ହର ଆସିଥିଲେ ଦକ୍ଷାଳୟ। ମହା ଆଡ଼ମ୍ବରେ ସମ୍ପନ୍ନ ହୋଇଲା ଶିବ ପାର୍ବତୀ ବିବାହ। ପାର୍ବତୀଙ୍କୁ ଧରି ଷଷ୍ଠୀ ଦିନ ଫେରି ଆସିଥିଲେ ନିଜ ଗୃହ। ଏହି ଷଷ୍ଠୀଟିକୁ ଶୀତଳ ଷଷ୍ଠୀ ନାମରେ ପାଳିତ ହୁଏ। ସମ୍ବଲପୁରବାସୀ ମହା ଆଡ଼ମ୍ବରେ ପାଳିଥାନ୍ତି ଘରେ। ଲୋକନାଥ ଅବା ବାଲକେଶ୍ୱରଙ୍କ ବିବାହ ପଞ୍ଚମୀ ଦିନ ଲିଙ୍ଗରାଜ ସାଥେ ଗୌରୀଙ୍କ ବିବାହ ମଣ୍ଡପରେ ହେଲା ଜାଣ। ମହା ଆଡ଼ମ୍ବରେ ଶିବ ପିତାମାତା ପାର୍ବତୀଙ୍କ ପିତାମାତା ବିବାହ କାର୍ଯ୍ୟକୁ ସମ୍ପନ୍ନ କରିନ ବିଦାୟ କରନ୍ତି ଦୁହିତା। ଶୀତଳ ଷଷ୍ଠୀରେ ଧରା ବକ୍ଷ ହୁଏ ସୁଶୀତଳ ଜଳ ପାଇ। ଇନ୍ଦ୍ର ବରସନ୍ତି ଅଳ୍ପ ବର୍ଷା ବରଯାତ୍ରୀ ମଜା ପାଇଁ। ଏହି ଦିନ ଇନ୍ଦ୍ର ବରଷି ଦିଅନ୍ତି ଆନନ୍ଦରେ ଟିକେ ପାଣି। ପ୍ରଫୁଲ୍ଲିତ ହୁଅନ୍ତି ମଧରଣୀ ରାଣୀ ଆଶୀର୍ବାଦ କରି ପୁଣି। କେତେ ରକମର ଡିଜେ ସାଥେ ବାଜା ଆକାଶ କମ୍ପି ଉଠଇ। ପୁଷ୍ପ ବୃଷ୍ଟି ହୁଏ ଆକାଶ ମାର୍ଗରୁ ତୁରୀ ଭେରି ବାଜି ଉଠଇ। ଧନ୍ୟ ପ୍ରଭୁ ଧନ୍ୟ ଲୀଳା ତୁମ କେ କହି ପାରିବ ଭଲା। ପରିବାର ସାଥେ ରହିଲ ଆନନ୍ଦେ କରି ମର୍ତ୍ତ୍ୟପୁରେ ଲୀଳା। ଧନ୍ୟବାଦ।